ମୁଁ ଆଜି ଆପଣଙ୍କୁ ଆମ ଓଡ଼ିଶାର ପ୍ରମୁଖ ସହର ଓ ଏହାର ବିଶେଷତ୍ୱ ବିଷୟରେ କହିବି। ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି ଓ ପୁରାତନ ରାଜବଂଶର ମୁକସାକ୍ଷୀ ତଥା ଶିଳ୍ପ ବିକାଶ ଦିଗରେ ଓଡ଼ିଶାର କେଉଁ ସବୁ ପ୍ରମୁଖ ସହରମାନେ ତାଲିକାରେ ରହିଛନ୍ତି ଏବଂ କେଉଁ ସବୁ ସହରମାନେ ନିଜର ଯଥେଷ୍ଟ ଅବଦାନ ଦେଇଛନ୍ତି, ସେ ବିଷୟରେ ଆଜି ଆମେ ଜାଣିବା। ଯଦି ଆପଣ ଏହା ମଧ୍ୟରୁ କୌଣସି ସହରରେ ବାସ କରୁଛନ୍ତି ତାହେଲେ ମୋତେ କମେଣ୍ଟରେ ନିହାତି ଜଣାନ୍ତୁ ଆଉ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପିଲାଦିନେ ସ୍କୁଲରେ ଯେତେବେଳେ ରଚନା ଲେଖାଯାଉଥିଲା ସେତେବେଳେ ବହୁ ସମୟରେ ଏଭଳି ବିଷୟ ଆସେ ଯେ ତୁମ ପ୍ରିୟ ସହର କିମ୍ବା ତୁମ ଜନ୍ମସ୍ଥାନ ଏ ବିଷୟରେ ଲେଖିବାକୁ। ସେତେବେଳେ ମୋର ପ୍ରିୟ ସହର କହିଲେ ଆମର ସବୁଠୁ ପାଖରେ ଥିବା ଭୁବନେଶ୍ୱର, କଟକ ଓ ପୁରୀ ବ୍ୟତୀତ ଆଉ କୌଣସି ନାମ ମନେ ହିଁ ପଡ଼ୁନଥିଲା। କିନ୍ତୁ ଧୀରେ ଧୀରେ ଓଡ଼ିଶା ବିଷୟରେ ଜାଣିବା ପରେ ଏହାର ଅନ୍ୟାନ୍ୟ ସହରର ବିଶେଷତ୍ୱ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ମିଳିଲା ଏବଂ ଆମ ଓଡ଼ିଶା ଭିତରେ ଏତେ ସୁନ୍ଦର ଜାଗା ଅଛି, ତାହା ବି ଅନେକ ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ଭରା। ଏବେ ବି ଓଡ଼ିଶାର ପ୍ରମୁଖ ସହର ବିଷୟରେ କଥା ହେଲେ ନିଶ୍ଚୟ ଆମ ମନରେ ଆସିବ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ସମ୍ବଲପୁର, ବାଲେଶ୍ୱର ଏମିତି କିଛି ନାମ। ହେଲେ ଆଜି ମୁଁ ଏସବୁ ବିଷୟରେ କଥା ହେବିନି। କିଛି ଏମିତି ସହର ବିଷୟରେ ଆପଣଙ୍କୁ କହିବି ଯାହା ସାଧାରଣରେ ବେଶୀ ଆଲୋଚନାରେ ନଥିଲେ ମଧ୍ୟ ଓଡ଼ିଶାର ଇତିହାସ, ସାମାଜିକ ଓ ସଂସ୍କୃତିଗତ ଅନେକ ଗୁରୁତ୍ୱ ରଖେ। ଏପରି 5ଟି ସହର ଯାହା ବିଷୟରେ ଆଜି ମୁଁ ଆପଣଙ୍କୁ କହିବି। ସେଗୁଡ଼ିକ ହେଉଛି ଯାଜପୁର, ପାରାଦ୍ୱୀପ, ବାରିପଦା, ଅନୁଗୁଳ ଓ କୋରାପୁଟ। ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି ଓ ପୁରାତନ ରାଜବଂଶର ମୁକସାକ୍ଷୀ ତଥା ଶିଳ୍ପ ବିକାଶ ଦିଗରେ ଓଡ଼ିଶାର ଏହି ପ୍ରମୁଖ ସହରମାନଙ୍କର ଯଥେଷ୍ଟ ଅବଦାନ ଅଛି। ତେବେ ପ୍ରଥମରେ ଆମେ ଜାଣିବା ଭାରତରେ ଥିବା ଅନେକ ପ୍ରାଚୀନ ସହର ଯାହାକି ପୌରାଣିକ ଓ ଶକ୍ତି ସାଧନର ପୀଠ ଭାବେ ସର୍ବବିଦିତ। ତାହା ମଧ୍ୟରୁ ଗୋଟିଏ ହେଉଛି ଯାଜପୁର ସହର। କାମାକ୍ଷା ଓ ବୈଷ୍ଣୋଦେବୀ ଧାମ ପରି ଏହା ଶକ୍ତି ସାଧନର ଏକ ମହାନ ପୀଠ। ଆପଣଙ୍କ ମଧ୍ୟରୁ ଯେଉଁମାନେ ବି ମା ବିରଜାଙ୍କ କ୍ଷେତ୍ରକୁ କେବେ ଯାଇଥିବେ ତାହା ନିଶ୍ଚୟ ଅନୁଭବ କରିଥିବେ। ବୈତରଣୀ ନଦୀ କୂଳରେ ସ୍ଥିତ ଏହି ଶକ୍ତିପୀଠ ପାଇଁ ଯାଜପୁର ପ୍ରସିଦ୍ଧ। ଏଥିସହ ଷ୍ଟିଲ୍ ଶିଳ୍ପ ଉତ୍ପାଦନରେ ଭାରତରେ ଏକ ପ୍ରମୁଖ ସ୍ଥାନ ଭାବେ ଏହା ଗଣାହୁଏ। ବୈତରଣୀର କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ମଧ୍ୟ ବିଧି ରହିଛି, ଯେଉଁ ଜାଗାକୁ ନାଭି ଗୟା କୁହାଯାଏ। ପୁରାଣ ବର୍ଣ୍ଣିତ ଗୟାସୁରର ନାଭି ଏଠାରେ ରହିଥିବାର ଲେଖା ଅଛି। ଏଥିସହ ମହାଭାରତରେ ମଧ୍ୟ ଏହି ସହରର ବର୍ଣ୍ଣନା କରିବାକୁ ଯାଇ ପାଣ୍ଡବ ଶ୍ରେଷ୍ଠ ଯୁଧିଷ୍ଠିର ଏଠାରେ ଯଜ୍ଞ କରିଥିଲେ ବୋଲି ଉଲ୍ଲେଖ ଅଛି। ଭଗବାନ କୃଷ୍ଣଙ୍କର 4 ଆୟୁଧ ଗୁଡ଼ିକର କ୍ଷେତ୍ରଗୁଡ଼ିକ ମଧ୍ୟରୁ ଏହା ହେଉଛି ଗଦା କ୍ଷେତ୍ର। ଇତିହାସ ପୃଷ୍ଠାକୁ ଗଲେ ଯାଜପୁରରୁ ଅନେକ ପ୍ରାକ୍ ଐତିହାସିକ କାଳର କୀର୍ତ୍ତିରାଜିର ଅବଶେଷ ମିଳିଛି। ଦର୍ପଣଗଡ଼, ସୁନାମୁଖୀ, ରାଣୀବାଡ଼ି, ଧାନମଣ୍ଡଳ ଆଦି ଜାଗାରୁ ପ୍ୟାଲିଓଲିଥିକ ଯୁଗର ଅବଶେଷ ମିଳିଛି। କୁହାଯାଏ ମୌର୍ଯ୍ୟ ବଂଶ ଶାସନ ସମୟରେ ଏହା ତତ୍କାଳୀନ କଳିଙ୍ଗର ରାଜଧାନୀ ଥିଲା। ମା ବିରଜାଙ୍କ ପ୍ରତିମୂର୍ତ୍ତି ଗୁପ୍ତ ବଂଶ ରାଜୁତି ସମୟର ବୋଲି କୁହାଯାଉଥିବା ବେଳେ ଏହି ବଂଶର ଅନେକ ମୁଦ୍ରା ଆଜିର ଐତିହାସିକ ରତ୍ନଗିରି ଓ ଲଳିତଗିରିଠାରେ ମିଳିଛି, ଯାହା ସୂଚିତ କରେ ଯେ ଏଠାରେ ଅନେକ ରାଜବଂଶ ଶାସନ କରୁଥିଲେ। ମହାମେଘ ବାହନ ଔର ଖାରବେଳ ଏଠାରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ କିଛି କରିଥିଲେ। ଏଠାରେ ବୌଦ୍ଧ ବିହାରମାନ ଆଜି ମଧ୍ୟ ରହିଛି। ଓଡ଼ିଶାର ତତ୍କାଳୀନ ଶାସକ ଯଯାତି କେଶରୀଙ୍କ ଦ୍ୱାରା ହୋଇଥିବା ଦଶାଶ୍ୱମେଧ ଯଜ୍ଞ ନାମରେ ଆଜିର ଦଶାଶ୍ୱମେଧ ଘାଟ ମଧ୍ୟ ଅଛି। 7ମ ଶତାବ୍ଦୀରେ ପରିବ୍ରାଜକ ହୁଏନ୍ସାଂ ତାଙ୍କ ଭ୍ରମଣ ଗ୍ରନ୍ଥରେ ଯାଜପୁରର ବୌଦ୍ଧ ବିହାର କଥା ଉଲ୍ଲେଖ କରିଛନ୍ତି। କ୍ରୋମାଇଟ୍, ନିକେଲ ଓ ଆଇରନ୍ ଓର ଉତ୍ପାଦନ ପାଇଁ କଳିଙ୍ଗ ନଗରରେ ଥିବା ଶିଳ୍ପାଞ୍ଚଳ ଏହାର ବର୍ତ୍ତମାନ ଅର୍ଥନୀତିକୁ ଆହୁରି ସୁଦୃଢ଼ କରୁଛି। ଦ୍ୱିତୀୟରେ ଅଛି ଆଉ ଏକ ସୁନ୍ଦର ସହର, ଆମ କୋରାପୁଟ ସହର। ଏହା ହେଉଛି ଆମ ଓଡ଼ିଶାର ଦକ୍ଷିଣ ପଶ୍ଚିମରେ ପୂର୍ବଘାଟ ପର୍ବତମାଳାରେ ଥିବା ଏକ ସୁନ୍ଦର ସହର। ତେବେ କୋରାପୁଟ ନାଁ ଆସିବା ମାନେ ଆପଣଙ୍କ ମନରେ ନିଶ୍ଚୟ ଗୁପ୍ତେଶ୍ୱର ଧାମ ଓ କଫି ବଗିଚା କଥା ଆସୁଥିବ। ଆସନ୍ତୁ ତେବେ ସହର ଭିତରକୁ ଯିବା। ସମୁଦ୍ର ପତନରୁ 3000 ଫୁଟ ଉଚ୍ଚରେ ଥିବା ହେତୁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ।
ଏଠାକାର ଅଧିବାସୀ ମୁଖ୍ୟତଃ ତୈଳବୀଜ, ଆଖୁ, ଧାନ, ମାଣ୍ଡିଆ ଆଦି ଚାଷ କରନ୍ତି। ଆଦିବାସୀମାନେ ମୁଖ୍ୟତଃ ଏଠାକାର ଅଧିବାସୀ ହୋଇଥିବା ବେଳେ ଏମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଆଦି ଉତ୍ପାଦନ କରି ଜୀବିକା ନିର୍ବାହ କରନ୍ତି। ଚୂନ ପଥରରେ ତିଆରି ଗୁପ୍ତେଶ୍ୱର ଗୁମ୍ଫା ମନ୍ଦିରରୁ ଆରମ୍ଭ କରି ଭୌଗୋଳିକ ସୂଚକାଙ୍କ ଟ୍ୟାଗ ପାଇଥିବା କୋଟବାଡ଼ ଫ୍ୟାବ୍ରିକ୍ ପାଇଁ କୋରାପୁଟ ସହର ପ୍ରସିଦ୍ଧ। ଓଡ଼ିଶାର କାଶ୍ମୀର ଭାବେ ଜଣା ଏହି ସହରରେ ପ୍ରଭୁ ଜଗନ୍ନାଥଙ୍କ ସୁଦୃଶ୍ୟ ମନ୍ଦିର ମଧ୍ୟ ରହିଛି। ତେଣୁ ଏହାକୁ ଶାବର ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। ଆଦିବାସୀମାନେ ଚାଷ କରୁଥିବା କଫିର ପ୍ରକାର ଅନ୍ୟ ସ୍ଥାନରେ ମିଳୁଥିବା କଫି ମଞ୍ଜିଠାରୁ ଖୁବ୍ ସ୍ୱାଦିଷ୍ଟ। ଆନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ସ୍ୱତନ୍ତ୍ର ସ୍ଥାନ ଅଛି। ଅପର କୋଲାବ ଓ ଲୋୟର କୋଲାବ ନଦୀବନ୍ଧ ମଧ୍ୟ ଅପୂର୍ବ ଦୃଶ୍ୟ ସହ ବୁଲିବାର ଆନନ୍ଦ ଦେଇଥାଏ। ଏକ ଔଷଧୀୟ ଗଛ ନକ୍ସ ଭୂମିକା, ଯାହା ମୁଖ୍ୟତଃ ହୋମିଓପାଥି ତିଆରିରେ ବ୍ୟବହୃତ ହୁଏ, ଏହି ଗଛର ନାମରେ କୋରାପୁଟ ନାମିତ ବୋଲି କଥା ରହିଛି। କୋରାପୁଟ ନାଁ ଆସିଛି କୋରାପୁଟି ଶବ୍ଦରୁ, ଯାହାର ଅର୍ଥ ହେଉଛି ନକ୍ସ ଭୂମିକାର ଘର। ସେତେବେଳର କଲେକ୍ଟର RCS ବେଲ୍ ଏହି ନାମ ଦେଇଥିଲେ ବୋଲି ଲିଖିତ ଅଛି, ହେଲେ ବର୍ତ୍ତମାନ ଏହି ଗଛ ପ୍ରାୟ ଲୋପ ପାଇଗଲାଣି। ତୃତୀୟରେ ଅଛି ଓଡ଼ିଶାର ମଧ୍ୟଭାଗରେ ସ୍ଥିତ ଅନୁଗୁଳ ସହର। ଏହି ସହର ମୁଖ୍ୟତଃ ନାଲ୍କୋ, NTPC ଓ ମହାନଦୀ କୋଲଫିଲ୍ଡ ପାଇଁ ପ୍ରସିଦ୍ଧ। ନାଲ୍କୋ ହେଉଛି ଜାତୀୟ ଆଲୁମିନିୟମ କାରଖାନା। ଏଥିସହ ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର ବା ନ୍ୟାସନାଲ ଥର୍ମାଲ ପାୱାର ପ୍ଲାଣ୍ଟ ମଧ୍ୟ ଏହି ସହରର ଅର୍ଥନୀତିରେ ମୁଖ୍ୟ ଯୋଗଦାନ କରେ। କେବଳ ସହରରେ ନୁହେଁ ବରଂ ଓଡ଼ିଶାର ଶିଳ୍ପ ରାଜସ୍ୱର ସର୍ବାଧିକ ଭାଗ ଅନୁଗୁଳରୁ ଆସେ। ଏହାଛଡ଼ା ସାତକୋଶିଆ ଗଣ୍ଡ, ଟିକରପଡ଼ା ଆଦି ପର୍ଯ୍ୟଟନ ସ୍ଥଳ ପାଇଁ ମଧ୍ୟ ଅନୁଗୁଳ ପ୍ରସିଦ୍ଧ। ବ୍ରାହ୍ମଣୀ ନଦୀ ଉପରେ ଥିବା ରେଙ୍ଗାଲି ନଦୀବନ୍ଧ ଯୋଗୁଁ ସହର ଉପାନ୍ତରେ ଥିବା ଗ୍ରାମାଞ୍ଚଳର ଲୋକେ ଚାଷରେ ଉପକୃତ ହୁଅନ୍ତି। ଅନୁଗୁଳର ଗଜଲକ୍ଷ୍ମୀ ପୂଜା ଓଡ଼ିଶା ପ୍ରସିଦ୍ଧ ଥିବା ବେଳେ ଏହାର ଭାଷା ଶୈଳୀ ଖୁବ୍ ମଧୁର। ଏହାପରେ ଯିବା ବାରିପଦା ସହର। ମୟୂରଭଞ୍ଜର ସଦର ମହକୁମା ଭାବେ ଜଣାଶୁଣା ବାରିପଦା ଏହାର ମୁଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ। ମୁଢ଼ି ମଟନ କଥା ପଡ଼ିଲେ ଆପଣଙ୍କ ମନରେ ଆପେ ଆପେ ବାରିପଦା ଛବି ଆସିଯିବ। ଓଡ଼ିଶାର ଉତ୍ତର ପୂର୍ବରେ ସ୍ଥିତ ଏହି ସହରର କିଛି ପ୍ରମୁଖ ଦର୍ଶନୀୟ ସ୍ଥାନ ହେଉଛି ଜଗନ୍ନାଥ ମନ୍ଦିର, ଶିମିଳିପାଳ, ଭୀମକୁଣ୍ଡ, ଲୁଲୁଙ୍ଗ ଇତ୍ୟାଦି। ଦେବକୁଣ୍ଡର ଶୀତଳ ସୁନ୍ଦର ଝରଣାକୁ ଦେଖିଦେଲେ ମନର ସମସ୍ତ ଥକାପଣ ମେଣ୍ଟିଯାଏ। ଶିମିଳିପାଳର ବାଘ ଅଭୟାରଣ୍ୟ ଓ ଭୀମକୁଣ୍ଡର ସୁଦୃଶ୍ୟ ଶିଳା ଆଚ୍ଛାଦିତ ସରୁ ଝରଣାର ଧାରକୁ ଦେଖି ସେଠୁ ଚାଲି ଆସି ମୁଢ଼ି ମଟନ ଖାଇବାରେ ଯେଉଁ ଆନନ୍ଦ ନିଜେ ନ ଭୋଗିଲେ ଅନୁଭବ କରି ହୁଏନି। ସାରା ଓଡ଼ିଶାରେ ହେଉଥିବା ରଥଯାତ୍ରା ମଧ୍ୟରୁ ଏଠାକାର ଜଗନ୍ନାଥ ମନ୍ଦିରରେ ହେଉଥିବା ରଥଯାତ୍ରା ଟିକେ ସ୍ୱତନ୍ତ୍ର। ଏଠାରେ ରଥଯାତ୍ରାର ପରଦିନ ରଥ ଟଣାଯାଏ ଏବଂ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ବିଧି ଅଛି। ପ୍ରାଚୀନ କାଳରେ ଭଞ୍ଜ ରାଜବଂଶ ଶାସନରେ ଥିବା ଏହି ସହର ବର୍ତ୍ତମାନ ଓଡ଼ିଶାର ଶିକ୍ଷା ପରିବେଶରେ ପ୍ରମୁଖ ଭୂମିକା ନିର୍ବାହ କରେ, ଯାହା ଏଠାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସ୍ଥାନରୁ ଜଣାପଡ଼େ। ଶେଷରେ ବୁଲିଯିବା ବନ୍ଦର ସହର ପାରାଦୀପ। ଓଡ଼ିଶାର ପୂର୍ବ ଉପକୂଳରେ ସ୍ଥିତ ଏହି ସହର ମହାନଦୀର ତ୍ରିକୋଣଭୂମି ନିକଟରେ ରହିଛି। ପାରାଦୀପ ସହର ବିକାଶ 1958 ପରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟତଃ 1970 ପରେ ଏହାର ପ୍ରକୃତ ବିକାଶ ଆରମ୍ଭ ହୋଇଥିଲା, ଯେବେ ଓଡ଼ିଶାର ପ୍ରମୁଖ ବନ୍ଦର କାମ ଆରମ୍ଭ ହୋଇଥିଲା। ଜାନୁଆରୀ 3, 1962ରେ ପଣ୍ଡିତ ନେହେରୁଙ୍କ ଦ୍ୱାରା ଏହି ବନ୍ଦରର ଶୁଭାରମ୍ଭ ହେଲା ଏବଂ 12 ମାର୍ଚ୍ଚ 1966ରେ ଏହାର କାର୍ଯ୍ୟକ୍ରମ ହୋଇଥିଲା। ବର୍ତ୍ତମାନ ଏହା ଦେଶର ଅଷ୍ଟମ ପ୍ରମୁଖ ବନ୍ଦର। ଜଗତସିଂହପୁରରୁ ମାତ୍ର 53 କିଲୋମିଟର ଦୂରରେ ଥିବା ଏହି ବନ୍ଦର ଦେଶର ଗଭୀରତମ ବନ୍ଦରମାନଙ୍କରୁ ଅନ୍ୟତମ। ଭାରତର ସମୁଦ୍ର ପଥର ଏକ ପ୍ରମୁଖ ପ୍ରବେଶ ପଥ ହେଉଛି ପାରାଦୀପ ବନ୍ଦର। ନୌବାଣିଜ୍ୟ ମାଧ୍ୟମରେ ଆସୁଥିବା ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଏଠାରେ ହିଁ ଜାହାଜରେ ଯାଏ। ବନ୍ଦର ସହ ଏଠାକାର ମାରାଇନ୍ ଡ୍ରାଇଭ୍ ବା ସାମୁଦ୍ରିକ କୂଳବର୍ତ୍ତୀ ରାସ୍ତା ମଧ୍ୟ ଯାତ୍ରା ପାଇଁ ଅନେକ ସୁଖକର। କୁହାଯାଏ 1866 ମସିହା ଦୁର୍ଭିକ୍ଷ ସମୟରେ ଏହା ଏକମାତ୍ର ପଥ ଭାବେ ଓଡ଼ିଶାକୁ ଖାଦ୍ୟ ସାମଗ୍ରୀ ଆଣିବାରେ ସହାୟକ ହୋଇଥିଲା। ଏହାର ନୀଳ ସମୁଦ୍ର କୂଳ, ଜଙ୍ଗଲ ଭୂମି ଓ ସର୍ଫିଂ ଆଦି ବିଭିନ୍ନ ଜଳକ୍ରୀଡ଼ାର ସୁବିଧା ଏବେ ଯାତ୍ରୀମାନଙ୍କୁ ଆକର୍ଷିତ କରେ। ତେବେ ଓଡ଼ିଶାରେ ତ ଅନେକ ସହର ରହିଛି ଯାହାର ସ୍ୱତନ୍ତ୍ର ଐତିହାସିକ ଓ ସାଂସ୍କୃତିକ ମୌଳିକତା ଅଛି। ସରକାର ଓ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଏସବୁ ସହରର ସାମଗ୍ରିକ ବିକାଶ ପାଇଁ ଦୃଷ୍ଟି ଦିଆଯାଇପାରିଲେ ଏସବୁ ସହର ପର୍ଯ୍ୟଟକମାନଙ୍କ ପାଇଁ ଏପରିକି ଓଡ଼ିଶାର ଅର୍ଥନୀତି ପାଇଁ ଖୁବ୍ ପ୍ରଶସ୍ତ କ୍ଷେତ୍ର ଆଣିପାରିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ
खूब मात्रा रे शेयर मध्यम करंतु। वीडियोटी किभଳି लागिला मते कमेंट रे निहाती जणाइबे। आम राज्य सह जड़ित आम जिला सह जड़ित एभली अनेक इनफॉर्मेटिव वीडियो जदि आपण देखिबाकू चाहंती ताहले आज ही मो चैनल को सब्सक्राइब करंतु।